ଦେଖନ୍ତୁ ଜୁଲାଇ ପ୍ରଥମରୁ ଯଦି ଆପଣ ଆଧାର କାର୍ଡରେ ଟଙ୍କା ଉଠାଉଛନ୍ତି ତାହେଲେ ଆପଣଙ୍କ ପାଇଁ ଏ ଅପଡେଟ ରହିଛି, ବହୁତ ବଡ ଅପଡେଟ ରହିଛି। ଏବେ ଏନପିସିଆଇ ଜୁଲାଇ 1 ରୁ ଲାଗୁ କରିବାକୁ ଯାଉଛି। ସେ ନିୟମଟି କଣ ରହିଛି ଆପଣମାନଙ୍କୁ ମୁଁ ଆଗକୁ କହିବି। ସମସ୍ତଙ୍କ ଅନୁରୋଧ ଭିଡିଓକୁ ଲାଇକ୍ କରିଦିଅନ୍ତୁ ଏବଂ ଆପଣ ଜାଣିପାରିବେ ଯେ ଆଜିର ଅପଡେଟଟି କଣ ରହିଛି। ଆଉ ଗୋଟେ 2 ନମ୍ବର ଅପଡେଟ ଦେବି। ସରକାର ଏବେ ଉଜ୍ଜଳା ଯୋଜନା ଗ୍ୟାସକୁ ନେଇକି ଗୋଟେ ଅପଡେଟ ରହିଛି। ଆପଣ ଶେଷ ପର୍ଯ୍ୟନ୍ତ ଦେଖିଲେ ଜାଣିପାରିବେ କଣ କଣ ଅପଡେଟ ରହିଛି। ଚାଲନ୍ତୁ ଆରମ୍ଭ କରିବା ଆଜିର ଭିଡିଓ। ଦେଖନ୍ତୁ ବନ୍ଧୁମାନେ, ଆମେ କଣ କରୁ, ଆମେ ସିଏସସି ସେଣ୍ଟରକୁ କିମ୍ବା ସିଏସପି ସେଣ୍ଟରକୁ ଯାଇ ଆମେ ଟଙ୍କା ସାଧାରଣତଃ ଆଧାର କାର୍ଡ ଦେଇ ଫିଙ୍ଗର ପ୍ରିଣ୍ଟ ଦେଇ ଆମେ ଟଙ୍କା ଉଠେଇଥାଉ। ଆଗରୁ ଦେଖନ୍ତୁ ବନ୍ଧୁମାନେ କଣ ଥିଲା ନା ଆମେ ଅତି ସହଜରେ ଫିଙ୍ଗର ପ୍ରିଣ୍ଟରେ 10,000 ଟଙ୍କା ପର୍ଯ୍ୟନ୍ତ ଯେକୌଣସି ବ୍ୟାଙ୍କରେ ଆମେ ଟଙ୍କା ଫିଙ୍ଗର ପ୍ରିଣ୍ଟ ଦେଇ ଉଠେଇ ପାରୁଥିଲୁ। ଏବେ ଜୁଲାଇ 1 ରୁ ସେ ନିୟମ ଏନପିସିଆଇ ପରିବର୍ତ୍ତନ କରିଦେଇଛି। ଏକା ସାଙ୍ଗରେ 10,000 ଟଙ୍କା ଆଉ ଫିଙ୍ଗର ପ୍ରିଣ୍ଟ ଦେଇ ଉଠେଇ ପାରିବେ ନାହିଁ। ତେଣୁ କଣ ରହିଛି ନୂଆ ନିୟମଟି? ନୂଆ ନିୟମଟି ରହିଛି ଦେଖନ୍ତୁ ବନ୍ଧୁମାନେ, ଯେହେତୁ ଏବେ ଠକେଇ ହଉଛି, ବହୁତ ଲୋକ ଠକରେ ପଡୁଛନ୍ତି, ସେମାନଙ୍କ ଟଙ୍କା ଏପଟ ସେପଟ ହେଇଯାଉଛି। ତେଣୁ ଏବେ ଏନପିସିଆଇ ତାର ନିୟମରେ ପରିବର୍ତ୍ତନ କରିଛି। ଆପଣ ଆଉ ଏକା ଥରକେ 10,000 ଟଙ୍କା ଆପଣ ଆଧାର କାର୍ଡ ନମ୍ବର ଉଠେଇ ପାରିବେନି। ଆପଣ 5,000 ପର୍ଯ୍ୟନ୍ତ ଏକାଥରକେ ଆଧାର ନମ୍ବର ଦେଇ ଫିଙ୍ଗର ପ୍ରିଣ୍ଟ ଦେଇ ଉଠେଇ ପାରିବେ। କିନ୍ତୁ 5,000 ଯଦି ଟଙ୍କାଟେ ବି ଅଧିକା ହେଲା, 6,000, 7,000, 8,000, 9,000, 10,000 ଟଙ୍କା, ତାହେଲେ ଆପଣଙ୍କୁ ଫିଙ୍ଗର ପ୍ରିଣ୍ଟ ଦେବା ସହିତ ଆପଣଙ୍କ ଆଧାର ସହିତ ଯେଉଁ ମୋବାଇଲ ନମ୍ବର ଲିଙ୍କ ଅଛି, ସେ ମୋବାଇଲ ନମ୍ବରକୁ ଗୋଟେ ଓଟିପି ଯିବ। ସେ ଓଟିପି ସାହାଯ୍ୟରେ ଆପଣ ଯାଇ ଫିଙ୍ଗର ପ୍ରିଣ୍ଟ ଦେଲେ ଟଙ୍କା ଉଠିବ, ନହେଲେ ଆଉ ଟଙ୍କା ଉଠିବ ନାହିଁ। ଆଗରୁ କଣ ହଉଥିଲା, 10,000 ପର୍ଯ୍ୟନ୍ତ ଆପଣ ମାନେ ଫିଙ୍ଗର ପ୍ରିଣ୍ଟ ଦେଇ ଆଧାର ନମ୍ବର ଦେଇ ଅତି ସହଜରେ ଉଠେଇ ପାରୁଥିଲେ। ଏବେ ନୂଆ ନିୟମ ଯେହେତୁ ପରିବର୍ତ୍ତନ ହୋଇଯାଇଛି, 5,000 ରୁ ଯେତିକ ଅଧିକ ଟ୍ରାଞ୍ଜାକ୍ସନ ହେବ ତାର ଆପଣ ଫିଙ୍ଗର ପ୍ରିଣ୍ଟ ଦେବେ। ତା ସହିତ ଆପଣ କଣ କରିବେ ନା ଆଧାର ଓଟିପି ଦେବାକୁ ପଡିବ। ଆଧାର ସହିତ ଯେଉଁ ମୋବାଇଲ ନମ୍ବର ଲିଙ୍କ ଅଛି, ସେଇ ଓଟିପି ଦେଲେ ଯାଇ ଆପଣ ଟଙ୍କା ପାଇପାରିବେ। ଦେଖନ୍ତୁ ସ୍ପଷ୍ଟ ଭାବେ ନୂଆ ନିୟମ ଲାଗୁ ହୋଇଯାଇଛି। ଯେ ଏନପିସି ଦ୍ୱାରା ନୂଆ ନିୟମ ଅନୁଯାୟୀ 1 ଜୁଲାଇ 2026 ଠାରୁ ଏଇପିଏସ୍ ଆଧାର ଏନାବଲ ପେମେଣ୍ଟ ସିଷ୍ଟମରେ 5,000 ରୁ ଅଧିକ କ୍ୟାଶ ୱିଥଡ୍ରଲ କଲେ କେବଳ ଫିଙ୍ଗର ପ୍ରିଣ୍ଟ ଦେଲେ ଚଳିବ ନାହିଁ। ଫିଙ୍ଗର ପ୍ରିଣ୍ଟ ସହିତ ଓଟିପି ଭେରିଫିକେସନ ମଧ୍ୟ ଆବଶ୍ୟକତା ରହିଛି। ଓଟିପି ୟୁଆଇଡିଏଆଇ ରେ ରେଜିଷ୍ଟର ଥିବା ମୋବାଇଲ ନମ୍ବରକୁ ଆପଣଙ୍କର ଓଟିପି ଯିବ। ସେଇ ଓଟିପି ଦେଲେ ଯାଇ ଆପଣ ଟଙ୍କା ପାଇପାରିବେ। ତେଣୁ ଗ୍ରାହକଙ୍କ ପାଇଁ କଣ ବଦଳିବ ନା 5,000 ପର୍ଯ୍ୟନ୍ତ ଉଠାଣି ଆପଣ ଖାଲି ଫିଙ୍ଗର ପ୍ରିଣ୍ଟ ଦେଇ ଉଠେଇ ପାରିବେ। 5,000 ଟଙ୍କାରୁ ଅଧିକ ହେଲେ ଆପଣ ଫିଙ୍ଗର ପ୍ରିଣ୍ଟ ସହିତ ଓଟିପି ଦରକାର ପଡିବ। ତାପରେ ଦେଖନ୍ତୁ ଆପଣଙ୍କର ଆଧାର ସହିତ ମୋବାଇଲ ନମ୍ବର ନିଶ୍ଚିତ ଆପଣ ସଞ୍ଚୟ କରିବେ। ଯଦି ଆପଣଙ୍କ ଆଧାର ସହିତ ମୋବାଇଲ ନମ୍ବର ଯଦି ଲିଙ୍କ ନାହିଁ, ତାହେଲେ ଆପଣ ଆଉ ଟଙ୍କା 10,000, 7,000, 8,000 ଯେତିକି ଉଠେଇବାକୁ ଚାହୁଁଥିଲେ ଉଠେଇ ପାରିବେ ନାହିଁ। ତେଣୁ ମୋବାଇଲ ନମ୍ବରଟି ଅତ୍ୟନ୍ତ ଦରକାର ଯଦି ଆପଣ 5,000 ରୁ ଅଧିକ ଟଙ୍କା ଉଠଉଛନ୍ତି। କଣ ପାଇଁ ଏନପିସିଆଇ ଏହି ନିୟମ ପରିବର୍ତ୍ତନ କଲା? ଦେଖନ୍ତୁ ବହୁତ ଲୋକ ଅଛନ୍ତି ଠକରେ ପଡିଯାଉଛନ୍ତି, ବିନା କାରଣରେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା କଟି ଯାଉଛି। ତେଣୁ ଏନପିସିଆଇ ନିୟମ ପରିବର୍ତ୍ତନ କରିଛି ଯେ ଏଥର ମୋବାଇଲ ନମ୍ବରରେ ଓଟିପି ଆସିବା ପରେ ହିଁ ଆପଣ 5,000 ରୁ ଅଧିକ ଟଙ୍କା ଉଠେଇ ପାରିବେ। ତେଣୁ ଏହି ନିୟମଟି ଏବେ ପରିବର୍ତ୍ତନ ହୋଇଛି ଏବଂ ଯେହେତୁ ଏଇପିଏସ୍ ରେ ବଡ ପରିବର୍ତ୍ତନ ଦେଖାଯାଇଛି, ତେଣୁ ଆପଣ 5,000 ରୁ ଅଧିକ ଟଙ୍କା ଉଠେଇଲେ ହିଁ ଓଟିପି ଏବେ ଲାଗିବ। ତେଣୁ ଆପଣ ମାନଙ୍କୁ ସତର୍କ କରେଇ ଦିଅନ୍ତି ସେ ଦ୍ୱାରା ଏହା ଗୋଟିଏ ସତର୍କ ସୂଚନା ଦେଇଛନ୍ତି, ନୂଆ ପରିବର୍ତ୍ତନ କରିଛନ୍ତି। ତାପରେ ଦେଖିବା ଏବେ ଉଜ୍ଜଳା ଯୋଜନା। ଉଜ୍ଜଳା ଯୋଜନାରେ ବହୁତ ହିତାଧିକାରୀ ଅଛନ୍ତି, ଯେଉଁମାନେ କି ଗ୍ୟାସ କନେକ୍ସନ ନେଇଛନ୍ତି ସତ, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କର କେୱାଇସି କମ୍ପ୍ଲିଟ ହୋଇନାହିଁ। ତେଣୁ ଭାରତ ସରକାରଙ୍କ ଦ୍ୱାରା ସୂଚନା ଏବେ କରାଯାଇଛି, ଯେଉଁମାନେ 30 ଜୁନ ସୁଦ୍ଧା କେୱାଇସି କରିବେ ନାହିଁ, ଆଜି ପର୍ଯ୍ୟନ୍ତ ଡେଟ୍ ଥିଲା, ଚାହିଁଲେ ଆପଣ ଦିନ 2 ଦିନ ଭିତରେ ବି ଆପଣ କଣ କରିପାରିବେ ନା କେୱାଇସି କରିପାରିବେ। କେୱାଇସି କରିବା ଦ୍ୱାରା ଆପଣ ନେକ୍ସଟ ରିଫିଲ କରିପାରିବେ, ଆଉ ଥରେ ଭର୍ତ୍ତି କରିପାରିବେ। ଯଦି ଆପଣ କେୱାଇସି କରୁନାହାନ୍ତି ତାହେଲେ ଆପଣ ଗ୍ୟାସ ଆଉ ନେଇପାରିବେ ନାହିଁ। ଆପଣଙ୍କର ଗ୍ୟାସ କନେକ୍ସନ ସରକାର ସମ୍ପୂର୍ଣ୍ଣ ଭାବେ କାଟିଦେବେ। ସରକାରଙ୍କର ବହୁତ ବଡ କଣ ରହିଛି ସୂଚନା ରହିଛି। ଆପଣ ଦେଖନ୍ତୁ କଣ ମାନେ ଅତି ସହଜରେ ନିଜ ଗ୍ୟାସ ର କେୱାଇସି କରିପାରିବେ। ଆପଣ କଣ କରିପାରିବେ, ଆପଣଙ୍କର ମୋବାଇଲ ନମ୍ବର
ଆପଣଙ୍କର ଆଧାର କାର୍ଡ, ଆପଣଙ୍କର ମିଳିଥିବା ପାସ୍ ବହି, ସେ ପାସ୍ ବହି କଣ ଗ୍ୟାସ ର ପାସ୍ ବହି କୁ ନେଇ ଆପଣ ଗ୍ୟାସ ଏଜେନ୍ସି ପାଖକୁ ଯିବେ। ସେଥିରେ ଆପଣ ଫିଙ୍ଗର ପ୍ରିଣ୍ଟ ଦେଇ ଆପଣ କଣ କରିପାରିବେ ନା ଆପଣଙ୍କର ଇ-KYC ଅତି ସହଜରେ କରିପାରିବେ। ତାପରେ ଦେଖନ୍ତୁ ଆଉ କଣ ନା ଆପଣ ଘରେ ବସିକି କରିପାରିବେ ନିଜ ମୋବାଇଲରେ। ଆପଣ ଗୋଟିଏ ଆପ୍ ଡାଉନଲୋଡ କରନ୍ତୁ ଇଣ୍ଡିଆନ ଆପ୍ ର। ଆପଣ କଣ କରିପାରିବେ ସେ ଆପ୍ କୁ ଆପଣ ଡାଉନଲୋଡ କରିବେ। ଡାଉନଲୋଡ କଲା ପରେ ଆପଣ କଣ କରିବେ ନା ନିଜ ମୋବାଇଲ ନମ୍ବର ଦେଇ ଆପଣ ଲଗଇନ କରିବାକୁ ପଡିବ। ଲଗଇନ କଲେ ସେଥିରେ ଦେଖିବେ ଗୋଟେ ଇ-KYC ପ୍ରୋସେସ ର ରହିଛି। ସେଇ ଇ-KYC ପ୍ରୋସେସ ରେ ଆପଣଙ୍କର ଆଧାର ନମ୍ବର ଦେବେ। ଆଧାର ନମ୍ବର ଦେଇ ଆଉ ଗୋଟେ ଆପ୍ ଆପଣଙ୍କୁ ଡାଉନଲୋଡ କରିବାକୁ ପଡିବ। ସେଇ ଆପ୍ ଟି ହେଉଛି ଆଧାର ଫେସ୍ ଆଇଡି ଆପ୍। ସେଇ ଫେସ୍ ଆଇଡି ଆପ୍ ରେ ଆପଣ କଣ କରିବେ ନିଜ ମୁହଁକୁ ଦେଖାଇ ଆପଣ କଣ କରିବେ ନା ସେଇ ମୁହଁ ଦେଖେଇଲେ ଫେସ୍ ଅଥେଣ୍ଟିକେସନ ହେଇଯିବ। ଫେସ୍ ଅଥେଣ୍ଟିକେସନ ହେଇଗଲେ ଆପଣଙ୍କର ଇ-KYC କମ୍ପ୍ଲିଟ ହେଇଯିବ। ଘରେ ବସିକି ଆପଣ ସହଜରେ ନିଜ ମୋବାଇଲରେ ବି କଣ କରିପାରିବେ ନା ଇ-KYC କରିପାରିବେ ଇଣ୍ଡିଆନ ଗ୍ୟାସ ର। ଦେଖନ୍ତୁ ଭାରତ ଗ୍ୟାସ ର ବି କଣ ରହିଛି ନା ଆପ୍ ରହିଛି। HP ର ବି ଆପ୍ ରହିଛି। ଆପଣ ଅତି ସହଜରେ ୟୁଟ୍ୟୁବ ରେ ସର୍ଚ୍ଚ କରିପାରିବେ ଯେ ଇ-KYC ଇଣ୍ଡିଆନ ଗ୍ୟାସ ର କିପରି ହେଇପାରିବ କିମ୍ବା ଭାରତ ଗ୍ୟାସ ର କିପରି ହେଇପାରିବ, HP ଗ୍ୟାସ ର ବି କିପରି ହେଇପାରିବ। ଆପଣ ସେହି ଗାଇଡାନ୍ସ ନେଇକି ଆପଣ ଅତି ସହଜରେ ନିଜ ଘରେ ବି ଆପଣ ଇ-KYC କରିପାରିବେ। ଆପଣ କାହା ପାଖକୁ ଯିବାକୁ ପଡିବନି। ଯଦି ଆପଣ ଜାଣି ନ ପାରୁନାହାନ୍ତି ତାହେଲେ ଆପଣଙ୍କୁ ମୁଁ କହିଲି ଆଧାର କାର୍ଡ, ମୋବାଇଲ ନମ୍ବର ତା ସହିତ ଗ୍ୟାସ କନେକ୍ସନ ରେ ମିଳିଥିବା ପାସ୍ ବହିକୁ ସାଙ୍ଗରେ ନେବେ। ଗ୍ୟାସ ଯେଉଁଠାରେ ଗ୍ୟାସ କନେକ୍ସନ ଆଣିଛନ୍ତି ଏବଂ ଗ୍ୟାସ ଭର୍ତ୍ତି କରୁଛନ୍ତି ସେଇ ଜାଗାକୁ ଯିବେ। ସେହି ବ୍ୟକ୍ତିଙ୍କୁ ଆପଣ ସବୁ ଜିନିଷ ଦେବେ। ତାପରେ ଆପଣ ଫିଙ୍ଗର ପ୍ରିଣ୍ଟ ଦେଇ ଆପଣଙ୍କର ଇ-KYC କମ୍ପ୍ଲିଟ କରିପାରିବେ। ଆଉ ଘରେ ବସିକି ଚାହିଁଲେ ଆପଣ ମୋବାଇଲ ନମ୍ବର ଦେଇ ଲଗଇନ କରିବେ। ଆପଣଙ୍କର ଆଧାର ଆଇଡି ସାହାଯ୍ୟରେ ଫେସ୍ କୁ ଦେଖେଇ ଆପଣ ଇ-KYC କମ୍ପ୍ଲିଟ କରିପାରିବେ। ଯଦି ଆପଣ କରୁନାହାନ୍ତି ଜାଣି ରଖନ୍ତୁ ସରକାରଙ୍କ ପାଖରୁ ସତର୍କ ବାଣୀ ଆସି ସାରିଛି। ଆପଣଙ୍କର ଗ୍ୟାସ କନେକ୍ସନ ଯଦି ଇ-KYC ହେବ ନାହିଁ ତାହେଲେ କଟିଯିବ। ଆଉ ଗୋଟେ ପ୍ରଥମେ ଗୋଟେ ଅପଡେଟ ଦେଲି ଯେ ଜୁଲାଇ 1 ରୁ ଆପଣ ମାନେ ଆଉ ଏକାଥରକୁ 10,000 ଟଙ୍କା ଉଠେଇ ପାରିବେ ନାହିଁ। ଯଦି 10,000 ଟଙ୍କା ଉଠେଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ମୋବାଇଲ ସହିତ ଆଧାର ଲିଙ୍କ ଥିବା ଦରକାର। OTP ଆସିବ। OTP ଦେଲେ ଯାଇ ଆପଣ ଆଧାର ସାହାଯ୍ୟରେ ଯେକୌଣସି ଜାଗାରୁ ଆପଣ CSP ସେଣ୍ଟର ହଉ, CSC ସେଣ୍ଟର ହଉ କିମ୍ବା ଯେକୌଣସି ଜାଗାରେ ଆପଣ ଫିଙ୍ଗର ପ୍ରିଣ୍ଟ ଦେଇ ଟଙ୍କା ଉଠେଇ ପାରିବେ। ଯଦି ଆପଣମାନଙ୍କ ଭିଡିଓଟି ଭଲ ଲାଗିଛି ଲାଇକ୍ କରିନଥିଲେ ଲାଇକ୍ କରିଦେବେ। ଯଦି ଆପଣ ଚ୍ୟାନେଲରେ ପ୍ରଥମ ଥର ଭିଡିଓ ଦେଖୁଛନ୍ତି ସବସ୍କ୍ରାଇବ କରିନାହାନ୍ତି ନିହାତି ଆପଣ ସବସ୍କ୍ରାଇବ କରି ରଖିଥାନ୍ତୁ। ଆଗକୁ ଏହିପରି ନୂଆ ନୂଆ ଭିଡିଓ ଆସିବ। ଅଲ୍ ନୋଟିଫିକେସନ ଅନ୍ କରି ରଖିଥିବେ। ଭିଡିଓକୁ ସମସ୍ତଙ୍କ ପାଖକୁ ସେୟାର କରିଦେବେ। ଆଜି ପାଇଁ ଭିଡିଓରେ ଏତିକି। ରହିଲି। ଜୟ ଜଗନ୍ନାଥ।